ତମେ ତ ଏ ଯୋଉ ଘର ଗିଲାସରେ କଫି ପିଅ ଆଜି ଟିକେ ମାଟି ଗିଲାସରେ ପିଉଛ କେମିତି ଲାଗୁଛି କହିବ? ମତେ ବହୁତ ମନ ଲୋଭା ଜୟ ଜଗନ୍ନାଥ ୱେଲକମ୍ ଟୁ ଭଂସ କୁମାର ବ୍ଲଗ୍ସ। ତ ଗାଇସ୍ ବର୍ତ୍ତମାନ ମୁଁ ଯାଉଛି ଦୋକାନକୁ ଆମ ପୋଖରୀ ପାଖରେ ହେଇଗଲିଣି। ଆଜି ହେଉଛି ବୁଧବାର ତ ଏବେ ମୁଁ ଡେଲି ଭିଡ଼ିଓ କରିବା ପାଇଁ ଚେଷ୍ଟା କରିମି କାହିଁକିନା 6 ମାସ ଟାଇମ୍ ଅଛି ନୂଆ କ୍ରିଏଟର ମାନଙ୍କ ପାଇଁ। ତ ଦେଖିବା କରିପାରୁଛି କି ନାହିଁ ଆପଣ ଭଲ ପାଇବା ସପୋର୍ଟ ମୋତେ ଦରକାର। ଆଉ ଦେଖ ଭାଇ ଧାନ ବିଲ କରିଦେଇଦେଉଛି କେତେ ସୁନ୍ଦର ଦେଖାଉଛି ଗୋଟେ ବର୍ଷା ପକେଇଲାଣି ପୋଖରୀରେ। ତ ମୁଁ ଏଇ ସର୍ଟକଟ୍ ଏଇଟା ଆମର ତ ଯିବି ବାଟେ ଯାଇ ଡାଇରେକ୍ଟ ଦୋକାନରେ ଆଉ। ତ ଦେଖିବା ଆଜିର ଦିନଟା କେମିତି କ'ଣ କଟୁଛି। ବର୍ଷା ତ ପକେଇଲାଣି ଚାଲ ଭିଡ଼ିଓ କଣ୍ଟିନ୍ୟୁ କର ଷ୍ଟାର୍ଟ କରି ଆଜିର ବ୍ୟୁଟିଫୁଲ୍ ବ୍ଲଗ୍। ତ ବର୍ତ୍ତମାନ ମାଲ ଆମର ସରିଗଲା ସବୁ ଟାଇମ୍ ହେଲା ଠିକ୍ 12:30 ସରିଯାଇଛି। କାଲି ସରିଥିଲା ସେଇ ଟାଇମ୍ରେ ଆଉ ଲୋକ ବି ଫେରିକି ଗଲେ ଯେହେତୁ ଆଜି ଆଳୁ ଅଳ୍ପ ପକେଇଥିଲି 8 କିଲୋ। ଏପଟେ ବର୍ଷା ଟିକେ ଟିକେ ପକେଇଲାଣି ତ ଏବେ ଯିବା ଘରକୁ ଗାଧେଇ ପାଧେଇ ତାପରେ କଥା ହେବା ଆଉ ଦେଖିବା ଆଉ କ'ଣ ଆଜି ଖାଇବା ପିଇବା ହେଇଛି। ଯେହେତୁ ବୁଧବାର ଶ୍ରାବଣ ମାସ ନଗଲା ଯାଏଁ ଭାଇ କିଛି ମାନେ ଖାଇବା ଆଗ ଅପେକ୍ଷା ଟିକେ କମିଗଲା ଆଉ ମାନେ ଶ୍ରାବଣ ମାସ ପାଇଁ ଆଉ ତାପରେ ଆସିବ ଭୟଙ୍କର ସବୁ ଭିଡ଼ିଓ। ଆଉ 2ଟା ବେଳେ ଅପଲୋଡ଼ ହେଇଯିବ ଆମର ଯେଉଁଟା ୟୁଟ୍ୟୁବ୍ ଇଏ ଭିଡ଼ିଓଟା ଆପଣ ତ ଦେଖି ସାରିବେଣି। ଆଜି ଅପଲୋଡ଼ ହେବ କାଲିକିଟା ଅପଲୋଡ଼ ହେବ। ତ ଚାଲ ବର୍ତ୍ତମାନ ଯିବା ଘରକୁ ବାପା ତାଙ୍କର ଧୁଆଧୁଇ କରିଦେଇ ଲିଟର ମରିକା। ତ ବର୍ତ୍ତମାନ ମୁଁ ଗାଧେଇ ପଳେଇ ଆସିଲି ଖାଇବାକୁ ଆଜି ଭାଇ ବର୍ଷା ପାଗରେ ଅଲଗା ପ୍ରକାର ହେଇଛି। ଆଜି ଭାତ କୋଳଥ ଡାଲିଟା ହେଇଛି ସ୍ପେଶାଲ ଆଳୁ ଭର୍ତ୍ତା ଭଜା। ଏ କୋଳଥ ଡାଲିଟା ଅଲଗା ପ୍ରକାର ଆସିବ ପୁରା ଏଇଟା ବର୍ଷା ଦିନେ ପୁରା କରିବ ଖାଇବ। ଭାତ କାଟୁଛି ସେକଡ଼େ ଚାଲିଛି ଫିଲ୍ମ ଏକଡ଼େ ଇଏ ତାର ଶୋଇଛି ଏକଡ଼େ ଆମେ ଖାଉଛୁ ଏକଡ଼େ ବର୍ଷା ପକଉଛି ଟିକେ ଟିକେ। ଖାଇସାରେ ଯେତେବେଳେ ଟିକେ ବାହାରିବୁ କୁଆଡ଼େ ଯିବୁ 4ଟା ବେଳେ ବର୍ଷା ପଡ଼ୁଥିବ ଯେଉଁଦିନ ବର୍ଷା ହେବନି ସେଦିନ ବେପାର ଥିବ। ତ ଏବେ ଟିକେ ଖାଇଦେବା ଲଙ୍କାଟା ତଳେ ଦେ ନା ନା ମୁଁ ରହିବି ମୁଁ କଥା କହିଦେବି ଭାଇ ଟିକେ ଗରମ କେତେ ଡାଲିଟା ତ ଭାଇ ଟାଇମ୍ ହେଇଗଲା ଏବେ 5ଟା। ତ ଯିବି ଟିକେ ଛକକୁ ବୋଉର ଗୁଡ଼ାକୁ ନାହିଁ ତାର ଆଗେ ମେନ୍ ଖାଉ ନ ଖାଉ ଆଗେ ଗୁଡ଼ା କେତେ ପଇସା ରଖିଯିବି 100 ଟଙ୍କିଆ 20 ଟଙ୍କିଆ ଆଲୋ ବୋଉ କେତେ ଟଙ୍କା ରଖିଛୁ ଆ ଭିତରେ? ତ ଏବେ ଯିବି ଛକକୁ ତା ଗୁଡ଼ାକୁ ନେଇକି ଆସିବି ନହେଲେ ମୋତେ ଖାଇଦେବ। ଗୁଡ଼ାକୁ ଆଣିଲେ ଝାଡ଼ା ଯିବ ନହେଲେ ନାହିଁ। ଚାଲ ଯିବା ଛକକୁ ଗାଡ଼ି ନେଇକି ପଳେଇନି ବାପା ତ ଆଜି ତ 4ଟା ବେଳେ ବେପାର ବନ୍ଦ। ବାପା ଯାଇଥିଲେ ଅଟା ପାଇଁ ଆମର ଅଟା 2ଟା ଆସୁଛି ବସ୍ତା। ତ ଭାଇ ମୁଁ ଗୁଡ଼ାକୁ ନେଇ ପଳେଇ ଆସିଲି ଡାଇରେକ୍ଟ ଆମ ପାଟକୁ। ଆଉ ଘରେ ଯାଇ କ'ଣ କରିବି ବସିକି ମୋ ବୋଉର ଗୁଡ଼ା ବେଠି ରହିଲା ଏ ପୋଲ ପାଖରେ ରହିବା। ବାକି ମୋର ଗାଡ଼ି ଏଠି ରେଡ଼ି ରଖିଦେଲି ଗୁଡ଼ାକୁ ଏଠିକି ରହିଲା। ଆଉ ଦେଖ ଗୋଟେ ରଡ଼ ଫଡ଼ କ'ଣ ଘର ଫର କିଏ କରିବ ପାଣି ଭିତରେ ଆଉ ଘରୁ ଯାଇ କ'ଣ କରିବି ଭଲ ଲାଗୁନି କେତେ ଆଉ ଘରେ ବସିବୁ। ଆପଣମାନଙ୍କୁ ଏପଟେ ଦେଖେଇ ଦେଉଛି ଏପଟେ ଆଗେ ଜାଲ ବସାନ୍ତି ପାଣି ଚାଲେ ପାଣି ଶୁଖିଗଲାଣି ହେଲା କି ମାଛ ଏପଟେ ଜାଲ ଫାଲ ବସେଇ ଦିଅନ୍ତି ଆଗେ ଯେତେବେଳେ ପାଣି ହେଇଥିଲା ପ୍ରବଳ। ବାକି ବହୁତ ଲୋକ ବି ମୋତେ ପଚାରିଛନ୍ତି ଆମ ଦୋକାନରେ ଯେଉଁଟା ଅପଲୋଡ଼ ହେଇଥିଲା 4-8 ହଜାର ଯେଉଁ ଲାଷ୍ଟ ଟାଇମ୍ ଯେଉଁଟା ସବୁ ପଚାରିଲେ ଯେଉଁମାନେ ଜାଣିନଥିଲେ ମୁଁ ତାଙ୍କୁ କହିଦେଲି ସେ ବି ଜାଣିନାହାନ୍ତି ନା ସେ କ'ଣ ଭିଡ଼ିଓ କରୁଛନ୍ତି କି ତା ଭିତରେ ଯାଇକି ଜାଣିବେ ଆ ମାନେ କ'ଣ ତା ମାନେ କ'ଣ ତାଙ୍କୁ ମୁଁ କହିଦେଲି ଏଇଆ କି ଆମର ୟୁଟ୍ୟୁବ୍ର ଗାଇଡ଼ଲାଇନ୍ ଅନୁସାରେ ସବୁ ଥାଏ ମାନେ 1000 ସବସ୍କ୍ରାଇବରରେ 3000 ଘଣ୍ଟା ୱାଚ୍ ଟାଇମ୍ ଯେଉଁଟା ହୁଏ ତ ମନିଟାଇଜ୍ ହେଇଯାଏ। ତାପରେ ଡଲାର ହିସାବରେ ମାନେ $100 ହେଲା ପରେ ତାପରେ ପଇସା ଆସେ। ତାପରେ ସେମାନେ ବୁଝିପାରିଲେ ତାପରେ 8000 ଯେଉଁ କଥା କହିଲେ ସେଗୁଡ଼ାକ ସବୁ ବୁଝେଇଦେଲି ଡିଟେଲ୍ସ କ'ଣ ନାହିଁ କ'ଣ ହେବ ସେ ବୁଝିଲେ। ତାପରେ କହିଲେ ହଁ ଏତେ ଧନ୍ଦା ଅଛି ମୁଁ ତ ଜାଣିନା ଆଉ ଦୁନିଆ ଖାଲି ଏଇଟା ନୁହଁ ଦୁନିଆ ବେପାର ଅଛି ସେ କପିରାଇଟ୍ ଆମର ଇଏ କ'ଣ ଫିଲ୍ମ ସବୁ ମ୍ୟୁଜିକ୍ ରାଇଟ୍ ସବୁ ପଡ଼ିବ ସବୁ ତା ଦେହରେ ଅଛି ଆମର ଦୁନିଆ ଭେଳି କାମ।
ଭାଇ ଯଦି ଥରେ ପଶିବ ମୁଣ୍ଡ ପାଗଳା ହେଇଯିବ କ'ଣ କରିବ କ'ଣ ନାହିଁ ସେଇଟା ମୁଁ ତ ଅଧା ଜାଣିପାରୁନି ମୁଁ ଥରେ ପଚାରୁଛି ଲୋକଙ୍କୁ ୟୁଟ୍ୟୁବ୍ ବେଳେବେଳେ ଦେଖୁଛି କ'ଣ ହେବ କ'ଣ ନାହିଁ ଫେସବୁକ୍ କଥା ଭାଇ ମୁଁ ଟୋଟାଲ୍ ଜାଣିନି ଫେସବୁକ୍ରେ ଅପଲୋଡ଼ କରିଦେବି ଫେସବୁକ୍ରେ ଭଲ ଭ୍ୟୁ ଯାଉଛି କିନ୍ତୁ ଫେସବୁକ୍ରେ ଗାଣ୍ଡି ମୁଣ୍ଡ କିଛି ମୁଁ ପାଉନି ସେ ବିଷୟରେ ମୁଁ କିଛି ଜାଣିନି ଆଉ ଯାହାକୁ ପଚାରୁଛି ସିଏ ବି କହୁଛି ଫେସବୁକ୍ରେ ଭାଇ ଆମେ କିଛି ଜାଣିନୁ ଯେଉଁମାନେ ୟୁଟ୍ୟୁବର ମାନେ ଆମ ଏଇ ଲୋକାଲ୍ ଯେତେ ହବ ୟୁଟ୍ୟୁବ୍ ସବୁ ଭିଡ଼ିଓ କରୁଛନ୍ତି ହେଲା ଜାଣିନାହାନ୍ତି କେହି ସେ କହିଲେ ଯେ ଅପଲୋଡ଼ କରିଦେବା ଯାହା ହବ ହବ ଦେଖାଯିବ ଯିଏ ଜାଣିଥିବ ପଛରେ ଦେଖିବା ଆଉ ବାକି ଏଠି ପଳେଇ ଆସିଲି ବସିବା ପାଇଁ ଭାଇ ଦେଖୁଛ ଏଠି ମଦ ଫଦ ପିଇକି ପୁରା ଅବସ୍ଥା ଏ ଜାଗା ନାହିଁ ସେଟା ହେଉଛି ହାଇଟେକ୍ କଲେଜ ସରି ITI କଲେଜ ତା ସେପଟେ ଯାଇକି ଆଗକୁ ଯାଇ କୁଆଖିଆ ବ୍ରିଜ୍ ପାଖରେ ହାଇଟେକ୍ କଲେଜ ତ ଏବେ ଭାବୁଛି ଯିବା ଟିକେ ଘରକୁ ନହେଲେ ମୋ ବୋଉ କହିବ ଗୁଡ଼ାକୁ ପାଇଁ ଯାଇଛି ଯେ ଗୁଡ଼ା ପାଇଁ ଯାଇଛି ନା ସୁନା ଫୁନା କିଣିବାକୁ ଯାଇଛି ଆସିନି ଏତେବେଳେ ହେଲାଣି ତ ଯିବା ଘରକୁ କ'ଣ କରିବା ଘରେ ଯିବା ଆଉ ଯାହା ରହିଲା ବାକି ଏଡ଼ିଟ୍ କରିବା ଫେରେ କାଲି ଦେଖା ହେବ ଆଉ ରାତିରେ ବି ଦେଖେଇବି ଯିବି ଟିକେ କୁଆଖିଆ ମାର୍କେଟ ବୁଲି ଆସିବା ଭଲ ଲାଗୁନି ଘରେ ବସିକି ତା ତ ଗାଈ ସେଗୁଡ଼ା ଗଣ୍ଠା ଫିଟା ଏଡ଼େ ବକଟେ ବଟେ କ'ଣ ପାଣି ଗରମ କରି ପକେଇବି ନା ଅଧିକ ଖା ମତେ ଭୋକ ହେଲାଣି ତ ଗୁଡ଼ା ନ ଖାଲି ଝାଡ଼ା ଯିବୁନି ଏ ଚଗଲା ହୁଅ ନା ବାଣ୍ଟି ପକେଇବି ନହେଲେ ଲାଗନା ଚଗଲା ହୁଅ ନା ଦିଅ ଛାଡ଼ ମୁଁ ଚେୟାର ବସିବି ମୁଁ ବସିବି ତମ ମୁଁ ରଜା ଏଇଠି କାହା ଉଠେ ଦବା ତାକୁ କହିଦେ ରୁହ ମତେ ମାରିବ ନା ତମେ ବସ ଚାଲ ବେ ଏଟା ମାଡ଼ ଖାଇବ ହଁ ତୁ ଆମ ସୈନିକ କହିଦେ ହାଇ ଗାଇସ୍ କହିଦେଲି ହାଇ ଗାଇସ୍ କହ ମୋ ଦେହ ଭଲ ନାହିଁ ମୁଁ ଟିକେ ଭିଡ଼ିଓରେ ଆସିପାରୁନି ହାଇ ଗାଇସ୍ କହିଦେ ହାଇ ଗାଇସ୍ ମୋ ଦେହ ଖରାପ ଥିଲା ସେଇଥିପାଇଁ ଭିଡ଼ିଓରେ ଆସିଲି ଏବେ ଆସିବି ଏବେ ହଁ କହିବା ବାଡ଼ି ଯାଇ ଏବେ କାହିଁ କହିବି କହିବା ଆସିଗଲି ଯା ଯା ତମେ ଖେଳ ବାକି ଯାହା ରହିଲା ଅଳ୍ପ କିଛି ମୁଁ ଏଡ଼ିଟ୍ କରିଦିଏ ତାପରେ ମୋର ଟାଇମ୍ ମିଳୁନି ନା ଭିଡ଼ିଓ ଚାଲିଥିବ ଇଆଡ଼େ ଏଡ଼ିଟ୍ ଚାଲିଥିବ ବରା ଫରା ଖାଇଦେବା ଖାଇଦେଲା ପରେ ହେଲା ଆଲମା ରେ ଆଲମା ଆସୁନୁ ଖାଇବୁନୁ ରୁମାଲ ଚୋରି ଖେଳ ସୂତା ଚୋରି ଯିବୁ ପୁଣି ଘୁରି ଆସିବୁ ଛାଡ ଥୋଇକି ମାରିବୁ ଇଏ ଖାଲି ଥୋଇ ଦେଇ ମାରୁଛୁ आम चलू कॉफी पीवा आम जाइल जगह खाया ये 2टा आइले बोली
ଆମେ କ୍ୟାନସେଲ କରିଦେଲୁ ନହେଲେ ଆମେ 3ଟା ଯାକ ଯାଇଥାନ୍ତୁ। ହଁ କରି ଖାଇଯିବେ। ହଁ ବା ବଢିଆ ହଁ ଏ ପାଖକୁ ଆ କହିବୁ ଚିଣ୍ଟୁଆ ତମେ 2 ଜଣ ଭିତରୁ କିଏ ଦବ କଫି ପିଇବାକୁ ପଇସା ହେଲା। କୁଆଡେ ଆଇଛ କୁଆଡେ? ତୁ ଭିଡିଓ କରୁଛୁ 15 ପିଲା କହୁଛନ୍ତି ହାଇ ଗାଇ ଦେଖ କି ଗାଡି ପାଟି ପାଇଲାନି। ନା ଶୁଣୁ କଫିଟା ଦବ କିଏ? ହଉ ମୁଁ ସେଠି ପହଞ୍ଚିଲା ପରେ କହିବି ନା କଣ କହୁଛ? ଗାଡି ଶିଖିନି କଫି ଦବ କିଏ? କଫି ଦବା ଡାକିଛୁ ଆଜି କିଏ ଦବ କିଏ? ତୋ ଭିଡିଓ ହଉଛି ନା ପଗାରୁ ବାଜି ମାନେ ମୁଁ ଗାଈ ଭାଇ ଗୋଡ ଭାଙ୍ଗି ଯାଇଛି। କଫି ନ ଦବୁ ତ ଭିଡିଓ କାଇଁ ଦେଖିବେ? ଆବେ ତୁ ଆଗେ ଦେଖିବୁ ମୁଁ ଗୋଡା ଦେଖାଉଛି ନାହିଁ ସେଇଟା ଦେଖିବି ତାପରେ କଥାଟା କରିବି। ପାଗୁଣ ଶୁଣୁ ପାଗୁଳୁ ତୁ ଯଦି କଫି ପିଇବୁ ତାହେଲେ ମୁଁ ଦେବି। ମୁଁ ପଇସା ଦେବି ପାଗୁଳୁ ତୋ ନାହିଁ ମୁଁ ଦେବି। ମୁଁ ଦେବି ତୋ ନାହିଁ ବା ତୋ ନାହିଁ କେବଳ ମୁଁ ଦେବି। ସ୍ଲୋ କରିବ ଚିଣ୍ଟୁ ଆଜି ଗୋରା ଦେଖାଉଛି କେତେ ଟଙ୍କାର ଫେସିଆଲ ହେଇଛୁ? ତ ଆମର ଏଠି କଫି ବନା ହଉଛି 5ଟା ଆଉ ଏଠି ସବୁ ଅଛନ୍ତି କଫି ଫଫି କେତେ ଟଙ୍କା ନେଲା? 10 ନା 10 ଗୋଟେ କଣ କହିଲୁ? ତୁ କହିଲେ ତୁ ସାବୁନ ଟା ବାହାରିଛି ଆଡଭାର୍ଟାଇଜ ଏବେ ଦଉଛି ଭାବୁଛ ନା ସେଗୁଡା ଲଗେଇ ଦେ ଗୋଟେ ସାଇଡ୍ କେତେ ଟଙ୍କା ଦେଲୁ? ଗୋଲ୍ଡ ସାବୁନ ଦେହର ମାଖ ମୁହଁର ଭଲ ଜିନିଷ ମାଖ ମାରୁନ। ଏଇ ରାହାବା ପିଲାଟା ବି ଲଗି ରାହାବା ପିଲାଟା ଗୁଡୁ ଭାଇ ଚିକେନ ଆଜି କି ବାରେ? ଆଜି ବୁଧବାର ବୁଧବାର ହେଲେ ଚିକେନ ତ ସବୁଆଡେ ଲୋକ ତାକୁ କେତେ ଟଙ୍କା ଦେଇଛି ନା ତାକୁ ତାକୁ ଧର 200 ନା 440 ନା 8 ଘଣ୍ଟା ରହିବ ନା 24 ଘଣ୍ଟା? ସକାଳୁ ହେଲେ ପଳେଇବ କିଲୋ ଗୋଟେ ଏଟା କେତେ ଘଣ୍ଟା ରହିବ? 24 ଘଣ୍ଟା ତ ତାହେଲେ ପଇସା ଟିକେ ନହେଲେ ହେଲାନି। ପୁରୀରେ କହିଲା ଭଳିଆ ମାଉସୀ କଳା ଦେଖାଯାଉଛି। ବନବିଟା ପକେଇବନି ପିଆ ଜାଣିନା ତମେ ତାହେଲେ ଛାଡ। ହଁ ତମେ ଯାଇକି ଆଫ୍ରିକାରେ କଫି ପିଉଛ ମୁଣ୍ଡାରେ ତୋର ଗୋଲ୍ଡ ଘର କିଲା ଧର ତମେ ଯାଇଥିଲେ ପୁରୀ ତୋର ଜଳୁଛି କାହିଁକି? ବର୍ଷା ତାପରେ ଉଠେ ତମେ ତ ଏ ଯୋଉ ଘର ଗିଲାସରେ କଫି ପିଅ ଆଜି ଟିକେ ମାଟି ଗିଲାସରେ ପିଉଛ କେମିତି ଲାଗୁଛି କହିବ? ମତେ ବହୁତ ମନ ଲୋଭା ଷ୍ଟିଲ ଗ୍ଲାସ ଏଠି ଆସୁଛନ୍ତି ଗପୁଛି କାହା ସାଙ୍ଗରେ ବି ଆମେ ଏଠି ଦେଖ 4 ଜଣ ବସିକି କଫି ପିଉଛୁ ସେ ତାର ପଡ଼ିଲାଣି ଏଠି କାଁରେ ଗପିବା ପାଇଁ ସେଇଥିପାଇଁ ଗଲା ଆହୁରି 4ଟା ବୁଝିଲୁ ନା। ଭିଡିଓ କଲ କରିବ ପା କୋଉ ପଟେ ଏପଟେ ବସିବା